ତୋର ଜ୍ଞାନ ଓ ବୁଦ୍ଧି ଅଛି, ଯଦି ସଡନଲି ଯଦି ତୁ ଚାଲୁ ଚାଲୁ ଆକ୍ସିଡେଣ୍ଟ ହେଇକି ମରିବୁ, ପଛପଟେ ଯଦି ଗାଡ଼ି ଆକ୍ସିଡେଣ୍ଟ କରିବ, ଯଦି ତୁ ରୋଗରେ ଆକ୍ରାନ୍ତ ହୋଇଯିବୁ, କ'ଣ କରିବୁ ତୋ ପାଇଁ କହ? ତେଣୁକରି ତୁ ଜାଣିବା ଦରକାର ଆମଠାରୁ ମହାନ ବୋଲି ଜଣେ ଅଛନ୍ତି। साला ये दुख का खत्म नहीं होता बे। ଏହି ଭିଡ଼ିଓ ବନାଉଛି ସେହି ୱାଇଲ୍ଡ ହଣ୍ଟର, ତାର ନାଁ ମଧୁ ନା କ'ଣ ମୁଁ ତ ପ୍ରପରଲି ଜାଣିନି। ଆଉ କାହିଁକି ବନାଉଛି ଆପଣମାନେ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତେବେ ହିଁ ଆପଣମାନେ ଜାଣିପାରିବେ। ଦେଖେ ଭାଇ ମଧୁ କିମ୍ବା ୱାଇଲ୍ଡ ହଣ୍ଟର, ତୋର ନାଁ ତ ମୁଁ ପ୍ରପରଲି ଜାଣିନି। ଆଉ ତୋର କାହା ସହିତ ଅସୁବିଧା ହେଇଛି ତାଙ୍କୁ ଯାଇକି ଭେଟେ, ଆଉ ତାହା ସହିତ ଲାଗେ, ସମସ୍ତଙ୍କ ସହିତ ଲାଗେନା। କିନ୍ତୁ ତୁ ସମସ୍ତଙ୍କ ସହିତ ଫୋନ୍ ଫାନ୍ କରିଛୁ, ହଇରାଣ କରୁଛୁ ସମସ୍ତଙ୍କୁ, କେତେ ସାରା ଲୋକକୁ ତୁ ଫୋନ୍ କରିକି ହଇରାଣ କରୁଛୁ, ମନେ ପକା। बात तो सही है। ଦେଖେ ତୁ ବି ଗୋଟେ ମା ଦ୍ୱାରା ଜନ୍ମ ହେଇଛୁ, ଏଇଟା ଆମେ ଜାଣିଛୁ। ତୁ କେଉଁ ଜାଗାରେ ଜନ୍ମ ହେଇଛୁ ତୁ ନିଜେ ତ ଜାଣିନଥିବୁ। ଆମେ ଜାଣିଛୁ ମଣିଷ କେବଳ ମାଆଙ୍କ ଦ୍ୱାରା ଜନ୍ମ ହେଇଥାଏ। ବହୁତ ଗୁଡ଼ିଏ ମା ମାନଙ୍କ ବିଷୟରେ, ଭଉଣୀମାନଙ୍କ ବିଷୟରେ ତ କହୁଛୁ ଭାଷା ଗୁଡ଼ାକ ଆମକୁ ମୋତେ ଜଣା ଭାଷା, କିନ୍ତୁ ଆମେ ଗୋଟେ ବିଷୟ ପାଇଁ କହୁନୁ। ଆମେ ଗୋଟେ ବିଷୟ ଜାଣିଛୁ, ସମସ୍ତେ ଗୋଟେ ମାଆଙ୍କ ଦ୍ୱାରା ଜନ୍ମ ହେଇଛନ୍ତି। ତୁ ଯଦି ମାଆଙ୍କ ଭଉଣୀ ବିଷୟରେ ତ କହୁଛୁ ଏପଟ ସେପଟେ, ଆଉ ବହୁତ ସାରା ଲୋକମାନଙ୍କୁ ଫୋନ୍ କରିଛୁ, ହଇରାଣ କରୁଛୁ। ଦେଖେ ଆମେ ଅଛୁ ମଣିଷ, ଆମେ ମଣିଷ କିଛି କରିଦେଇପାରିବା ମଧ୍ୟ, କିଛି କରି ମଧ୍ୟ ନ ପାରିବା। ତ ଯିଏ ଆମକୁ ସାରା ଜଗତକୁ ଦେଖୁଛନ୍ତି, ଯିଏ ବି ହଉ, ଜଗନ୍ନାଥ ହଉ କି ରାମ ହଉ କି ଆଲ୍ଲାହ ହଉ କି ଯୀଶୁ ହଉ, ଯିଏ ବି ହଉ, ସେ ତ ସମସ୍ତଙ୍କୁ ସମାନ ଦେଖୁଥିବେ ନା। ସେ ଯଦି ଚାହିଁବ, ଭଗବାନ ଆମେ ଯାହାକୁ ମାନୁଛୁ, କିଛି ଆମେ କରିପାରିବାନି। ଆଉ ତୁ ଯେଉଁ ଏତେ ବହୁତ ନିଜକୁ ବହୁତ ଟ୍ୟାଲେଣ୍ଟେଡ଼ ବୁଦ୍ଧିମାନ ଭାବୁଛୁ, ଯେଉଁ ପର୍ଯ୍ୟନ୍ତ ତୋର ଜ୍ଞାନ ଓ ବୁଦ୍ଧି ଅଛି, ଯଦି ସଡନଲି ଯଦି ତୁ ଚାଲୁ ଚାଲୁ ଆକ୍ସିଡେଣ୍ଟ ହେଇକି ମରିବୁ, ପଛପଟେ ଯଦି ଗାଡ଼ି ଆକ୍ସିଡେଣ୍ଟ କରିବ, ଯଦି ତୁ ରୋଗରେ ଆକ୍ରାନ୍ତ ହୋଇଯିବୁ, କ'ଣ କରିବୁ ତୋ ପାଇଁ କହ? सही पकड़े हैं। ତେଣୁକରି ତୁ ଜାଣିବା ଦରକାର ଆମଠାରୁ ମହାନ ବୋଲି ଜଣେ ଅଛନ୍ତି। ହଁ, ତୋର କିଛିଟା ଅସୁବିଧା ହେଇଛି, ମୁଁ ବି ଜାଣିଛି। ଯଦି ତୋର ଅସୁବିଧା ହେଇଛି, ତୁ ତା ସହିତ କଥା ହେ, ତାଙ୍କୁ ବୁଝା, ତାଙ୍କୁ ସୁଝା। ତ ତୋର ଆଉଟ୍ ସାଇଡ଼୍ ଯେଉଁ ଫୋନ୍ ପାନ୍ କରିକି ଯେଉଁ ହଇରାଣ କରୁଛୁ ଲୋକମାନେ, ଏଇଟା କେବେ ଭଲ ନୁହଁ। ଯଦି ତୋ ପାଖରେ ଏକ୍ଜାକ୍ଟଲି ଦିମାଗ ଅଛି, ଭଲ ମାଇଣ୍ଡ ସେଟ୍, ତେବେ ତୁ ସେହି ଲୋକକୁ ଯାଇକି ଫେସ୍ କରେ, ଯିଏ ତୋତେ ହଇରାଣ କରିଛି, ଯିଏ ଯାହାଦ୍ୱାରା ତୁ ପ୍ରୋବ୍ଲେମ୍ ଫେସ୍ କରିଛୁ, ତାଙ୍କୁ ଭେଟେ, ତାଙ୍କ ସହିତ ସାମ୍ନା ସାମ୍ନି କରେ, ତେବେ ଦେଖିବୁ ସେଇଟା ସମାଧାନ ହେଉଛି ନା ନାହିଁ। ତୁ ତ ଆଉଟ୍ ସାଇଡ଼୍ ଲୋକମାନଙ୍କୁ ବିଚାର କରିବୁ, ସେମାନେ ତ ତୋତେ ଯଦି ଚାହିଁଲେ କ'ଣ କରିବି ତୁ କେବେ ଜାଣିନୁ। बात तो सही है। ସେମାନେ ଯେଉଁ ଭାବୁଛନ୍ତି ନାଇଁ ଜଣେ ଗଡ଼ ଅଛନ୍ତି ବୋଲି ସେମାନଙ୍କ ମନରେ ଅଛି, ସେଥିପାଇଁ ସେମାନେ କିଛି କରୁନାହାନ୍ତି, ସେମାନେ ବି କଣ୍ଟ୍ରୋଲ କରିକି ଅଛନ୍ତି। ତୋର କ'ଣ ହେଲା କ'ଣ ନାହିଁ, ତୁ ସେ ନମ୍ବରକୁ ହ୍ୟାକ୍ କରିକି ଯୁଆଡ଼େ ଫୋନ୍ ଆସୁଛି, କୁଆଡ଼େ ଯାଉଛୁ, ସମସ୍ତଙ୍କୁ ଫୋନ୍ କରୁଛୁ, କିନ୍ତୁ ଏଇଟା କେବେ ଭଲ ନୁହଁ। ଦେଖେ ତୋର ବି ଗୋଟେ ପରିବାର ଅଛି, ତୋର ବି ଗାଁ ଅଛି, ତୋର ବି ଆଉ ସମ୍ପର୍କ ରିଲେଟିଭ୍ ଅଛି, ସବୁ କିଛି ଅଛି ତୋର। ଯଦି ତୁ ମଣିଷ ଭାବରେ ଯଦି ବଞ୍ଚିବାକୁ ଚାହୁଁଛୁ ଭଲରେ, ତେବେ ନାହିଁ ତୁ ଚିନ୍ତା କରିକି ମାଇଣ୍ଡ ସେଟ୍ ଚେଞ୍ଜ କରିକି ରହ। ଯଦି କିଏ ତୋତେ ଅସୁବିଧା କଲା, ତାଙ୍କୁ ଯାଇକି ତୁ ଫେସ୍ କରେ, କିଛି ମନା ନାହିଁ, ମୁଁ ବି ମନା କରୁନି। ଆଉ କାହିଁକିନା ଯିଏ ତୋତେ ହଇରାଣ କଲା, ତାଙ୍କୁ ତୁ ଡାଇରେକ୍ଟ ଯାଇକି ଭେଟେ, କିନ୍ତୁ ତାକୁ ତୁ ଯେଉଁ ଫୋନ୍ କରିକି ହଇରାଣ କରୁ, ସେଇଟା କରେ ନା। ଆଉ ମଣିଷ ସମସ୍ତଙ୍କୁ ଆଉ ରାଗ ଆସେ, ସମସ୍ତଙ୍କୁ ମାଡ଼ ମାରିବାକୁ ମଧ୍ୟ ଆସେ। यही नहीं, अभी और सुनिए। ଦେଖେ କିଏ ତ ଡାଇରେକ୍ଟ ମାରିଦିଅନ୍ତି, କିଏ ତ ତଡ଼ପେଇକି ମାରିଦିଅନ୍ତି, କିନ୍ତୁ ଏଇଟା ଆମ ଦୁନିଆରେ ସେଇଟା ଆମେ ଶିଖିନୁ। ଆମେ ଜଣକୁ ଆଉ ଦୟା କରିବା ପାଇଁ ଚାହିଁଥାଉ, ଆମକୁ ଏଇଟା ଆମ ଗଡ଼ ଶିଖେଇଥାନ୍ତି। କିନ୍ତୁ ତମ ଧର୍ମରେ କ'ଣ ମୁଁ ଜାଣିନି, କିନ୍ତୁ ଆମେ ଯେଉଁ ବି ଧର୍ମ ହଉ, ଆମେ ଯଦି ଏ ପୃଥିବୀରେ ବାସ କରୁଛୁ, ଆମେ ଭାଇ ଭଉଣୀ ସମସ୍ତେ। କାହିଁକିନା ଆମ ଗାଁରେ ବି ଅଛନ୍ତି ହିନ୍ଦୁ ଭାଇମାନେ, ସାଙ୍ଗସାଥି ଅଛନ୍ତି, ଆମେ ଭଲରେ ଖୁସିରେ ବଞ୍ଚୁଛୁ। ତୁ କେଉଁ ଟାଇପ୍ର ଲୋକ ମୁଁ ଜାଣିନି,
ତୋର ମାଇଣ୍ଡ କ'ଣ ମୁଁ ସେଇଟା ବି ଜାଣିନି। ଆଉ ମୁଁ ତୋତେ ଗୋଟେ ବିଷୟ କହିବା ପାଇଁ ଚାହୁଁଛି, ତୋର ମାଇଣ୍ଡ ସେଟ୍ ଚେଞ୍ଜ କରେ ଆଉ ଭଲରେ ସାଙ୍ଗସାଥି ହେଇକି ବଞ୍ଚେ। ତୁ ଯେତେ ଜଣଙ୍କୁ ଗୋଟେ କଥା କହିବା ପାଇଁ ଚାହୁଁଛୁ ପ୍ରଥମେ, ତେବେ ତାକୁ ପ୍ରଥମେ ଧୀରେ ଆଉ ପଚାରିବୁ, ମେସେଜ୍ କରିବୁ। ମେ ବି ସିଏ ଅଲଗା ମାଇଣ୍ଡେଡ଼୍ ଥିବ, ହଠାତ୍ ତୋର ରିସିଭ୍ କରିବନି, ତାର ଅର୍ଥ ନାହିଁ ଯେ ତୁ ତାକୁ ଭାଷା କହିବୁ। ଯଦି ଥରେ ସିଏ ରିସିଭ୍ କଲା, ନେକ୍ସଟ ଟାଇମ୍ ଭଲରେ ଗୋଟେ ଭଲ ମେସେଜ୍, ଆଜି ଯଦି ତୋର ଭଲ ମେସେଜ୍ ଲେଖି ଜାଣିନୁ, ତୁ ଯଦି ମୋର ମେସେଜ୍ ଦେଖିବୁ, ମୁଁ ଜଣକୁ ଲେଖିଥିଲି, ସେ ବିଷୟ ତୁ ବୁଝିପାରିବୁନି, କାହିଁକିନା ତୋ ପାଖରେ ଏତେ ବୁଝିବା ଶକ୍ତି ନାହିଁ। କିନ୍ତୁ ତୋର ଭାଷା, ତୋର କହିବା ଷ୍ଟାଇଲ୍ ସେଗୁଡ଼ାକ ଚେଞ୍ଜ କରେ। କାହିଁକିନା ଆମେ ଯଦି ଏ ପୃଥିବୀରେ ବଞ୍ଚୁଛୁ, ଏ ଭାରତରେ ବଞ୍ଚୁଛୁ, ଆମେ ସବୁ ମିଶିକି ବଞ୍ଚିବା ଦରକାର। ଆମ ପାଇଁ ଆଉ କିଛି ଲୋକ ସାରା ଭାରତ ସୀମାରେ ଜଗିକି ଅଛନ୍ତି, ତେଣୁକରି ଆମେ ଖୁସିରେ ଶୋଇପାରୁଛୁ। ଏଇଟା ରିଅଲି ସତ। ତୁ ବିଲିଭ୍ କଲେ କରେ, ନହେଲେ ନାହିଁ। କେତେ ସୈନ୍ୟମାନେ ଆମ ଭାରତକୁ ଜଗିକି ଅଛନ୍ତି, ସେ ବିଷୟ ଗୋଟେ ଚିନ୍ତା କରୁଛୁ? ଯଦି ସେମାନେ ଜଗିବେ ନାହିଁ, କେତେ ସାରା ବାହାର ଲୋକ ଆସିକି ଆମକୁ ବମ୍ ପକେଇ ଦେଇକି ଉଡ଼େଇକି ମରିଲେ ଆମେ କ'ଣ କରିବା? ତୁ ଭାବେ। ଖାଲି ଆମେ ଏଠି ମଝିରେ ଅଛୁ, ଖାଲି ଗର୍ବ କଲେ, ଟାଉଟରି ମାରିଲେ ହେବ କି? ସବୁଆଡ଼େ ଟିକେ ଚିନ୍ତା କରିକି ବଞ୍ଚିବାକୁ ପଡ଼ିବ। ତେଣୁକରି ତୋର ମାଇଣ୍ଡ ସେଟ୍ ଚେଞ୍ଜ କରେ ଆଉ ତୁ ବଞ୍ଚେ। ଆଉ ତୋର ରାଗ ଯାହା ଉପରେ ଅଛି, ତା ପାଖକୁ ଯାଇକି ତୁ ତାକୁ କହ। ଇଆଡ଼େ ସିଆଡ଼େ ଯାଉ, ବହୁତ ଭାଇ ଭଉଣୀମାନଙ୍କୁ, ବଡ଼ ଲୋକମାନଙ୍କୁ କେତେ ଲୋକ ହଇରାଣ କରୁଛୁ, ଏଇଟା କେବେ ଭଲ ନୁହଁ। ତୋର ମାଇଣ୍ଡ ସେଟ୍ ଚେଞ୍ଜ କରେ ଆଉ ତୁ ବଞ୍ଚେ। ବାଏ।